ଦି ଚାରି ପ୍ରକାର କାନ୍ଦ ଅଛି ତା ଦେହରେ। ସେ କାନ୍ଦ ଭିତରେ ସ୍ୱାମୀ ମଲେ ସ୍ତ୍ରୀ କେତେ ଦିନ କାନ୍ଦୁଛି ମତେ କହିଲେ? 11 ଦିନ 11 ଦିନ। ମା ପୁଅ ମଲେ ମା ମାତ୍ର ମାସେ କାନ୍ଦିବ। ନାଣ୍ଡୁ ଧଳ, ତମ କଥାବାର୍ତ୍ତା ଠିକ ରଖ। ତମ ବିଷୟରେ ଯିଏ ଆଲିଗେସନ ଆଣିଛନ୍ତି ସେ ତାଙ୍କୁ ତମେ କହିପାର, ପୂଜା ଷଡ଼ଙ୍ଗୀକୁ କହିପାର, ନରୀ ପଣ୍ଡାକୁ କହିପାର, ମାମୁନିକି କହିପାର, ବାପିକୁ କହିପାର, କିନ୍ତୁ ତମର କୌଣସି ଅଧିକାର ନାହିଁ ଯେ ଓଡ଼ିଶାବାସୀର ପ୍ରତ୍ୟେକଟି ମାକୁ, ପ୍ରତ୍ୟେକଟି ସ୍ତ୍ରୀକୁ, ପ୍ରତ୍ୟେକଟି ସ୍ୱାମୀକୁ ବଦନାମ କରିବାର। ନମସ୍କାର, ଜୟ ଜଗନ୍ନାଥ। ଆପଣ ଟିକେ ପୂର୍ବରୁ ଶୁଣୁଥିଲେ ନାଣ୍ଡୁ ଧଳ କ'ଣ ମନ୍ତବ୍ୟ ରଖିଛନ୍ତି। ଗୋଟାଏ ହୃଦୟହୀନ କେଲେଙ୍କାରୀ ଲୋକଙ୍କ ଠାରୁ ଆଠାରୁ ବି ଅଧିକା କ'ଣଟା ଆମେ ଆଶା କରିବା? ସମାଜରେ ତାଙ୍କର ଚିନ୍ତାଧାରା କେମିତି ସେ ରଖିଛନ୍ତି। ଯେମିତି କୁହାଯାଏ ଯେଉଁଭଳି ଲୋକ ସେଇଭଳି ଚିନ୍ତାଧାରା। ଆଜି ସୋସିଆଲ ମିଡ଼ିଆ ଆଗରେ ପୂଜା ଷଡ଼ଙ୍ଗୀ, ମାମୁନି, ଶ୍ରୀକ୍ଷେତ୍ର, ନରୀ ପଣ୍ଡା ତାଙ୍କୁ କ'ଣ ଗାଳି ଦେଉଛନ୍ତି। ଆମ ପାଖରେ କିଛି ଶବ୍ଦ ନାହିଁ, ଆମେ ତାକୁ କ'ଣ କହିବା? କ'ଣ କହୁଛନ୍ତି ଆପଣ ଟିକେ ଭଲକିରି ୱାର୍ଡକୁ ଶୁଣନ୍ତୁ। ମା ପୁଅ ମଲେ ମା ମାତ୍ର ମାସେ କାନ୍ଦିବ। ମା ମାସେ, ସ୍ୱାମୀ ସ୍ତ୍ରୀ 11 ଦିନ, ସ୍ୱାମୀ ଦିନେ, ସ୍ତ୍ରୀ ମରିଗଲା। ଗୋଟେ ପୁଅ ମରିଗଲେ ଗୋଟେ ମା ମାସେ କାନ୍ଦିବ। ମାତ୍ର କୋଉ ଭଳି ମା ମାସେ କାନ୍ଦିବ? ସୋନାଲି ପଣ୍ଡା ଭଳି ମା ମାସେ କାନ୍ଦିବ। ପ୍ରକୃତ ମା ଯିଏ ହେଇଥିବ, ଜୀବନ ସାରା ଅନ୍ତ ଫାଡ଼ି ଜନ୍ମ ଦେଇଥିବା ସନ୍ତାନକୁ ଯଦି ହରେଇବ, ସେ ଜୀବନ ସାରା ଭୁଲି ପାରିବନି। ଏ ନାଣ୍ଡୁ ବାବୁ କ'ଣ ଭାବୁଛନ୍ତି ଇଏ ସାରା ଓଡ଼ିଶାର ମା ମାନଙ୍କୁ? ସବୁ ମା କ'ଣ ଏକା ଭଳିଆ? ପୁଣି କ'ଣ କହୁଛନ୍ତି, ଗୋଟେ ସ୍ୱାମୀ ମଲେ ସ୍ତ୍ରୀ 11 ଦିନ କାନ୍ଦିବ। ସେ ହେଇଥାଇପାରେ ସେଇ ସୋନାଲି ପଣ୍ଡା ଭଳି ସ୍ତ୍ରୀ, ଗୋଟାଏ ସ୍ୱାମୀ ଛାଡ଼ି ଆଉ ଗୋଟାଏ ପୁରୁଷ ପାଖରେ ରହିପାରେ। ତମେ ପୁରା ଓଡ଼ିଶାର ସ୍ତ୍ରୀ ମାନଙ୍କୁ ବଦନାମ କରୁଛ। ଗୋଟେ ସ୍ୱାମୀ ଚାଲିଗଲେ ପ୍ରକୃତ ସ୍ତ୍ରୀ ତା ହାତରୁ ଶଙ୍ଖା, ମଥାରୁ ସିନ୍ଦୁର ମିଟିଲା ପରେ ସେ ତା ଜୀବନ ସାରା ତା ଦାଗଟା ଲିଭେଇନି ତା ଜୀବନରେ। ଓଡ଼ିଆ ଘରର ଯଦି ପ୍ରକୃତ ଗୋଟେ ବୋହୂ ହେଇଥିବ, ଗୋଟେ ସ୍ତ୍ରୀ ହେଇଥିବ, କ'ଣ କହିଲେ ନା 11 ଦିନ ପାଇଁ ସେ କାନ୍ଦିବ, ତାପରେ ସେ ଭୁଲିଯିବ। ପୁଣି କ'ଣ କହୁଛନ୍ତି ନା ଗୋଟେ ସ୍ତ୍ରୀ ମଲେ ଗୋଟେ ସ୍ୱାମୀ ଗୋଟାଏ ଦିନ କାନ୍ଦିବ। ଆପଣ କ'ଣ ଭାବିଛନ୍ତି ସାରା ଓଡ଼ିଶାର ପୁରୁଷ ମାନଙ୍କୁ? ସମସ୍ତେ ତମ ଭଳି ସ୍ୱାମୀ? ସମସ୍ତେ ନିଜ ସ୍ତ୍ରୀ ଥାଉ ଥାଉ ଅଲଗା ଝିଅ ସାଙ୍ଗେ ସମ୍ପର୍କ ରଖିବା? ଏଭଳି ଲୋକକୁ ସେ ପୂଜା କ'ଣ ଶୋଧୁଛି? ଆମର ତ ମନ ହଉଛି ତାଙ୍କୁ କ'ଣ ନାହିଁ କ'ଣ କହିବ, କିନ୍ତୁ ଆମ ପାଖରେ ଭାଷା ନାହିଁ ଏଭଳିଆ ଲୋକକୁ କ'ଣ କହିବ? ଚୁଚୁନ୍ଦାକୁ ମାଇଲେ ହାତ ଗନ୍ଧାଏ, ଏମାନଙ୍କ ପାଇଁ କିଛି କହିକିରି ବି ଲାଭ ନାହିଁ। ସୁଧୁରି ଯାଅ, ଭଲରେ ଭଲରେ କହୁଛୁ। ନହେଲେ ସାରା ଓଡ଼ିଶାବାସୀଙ୍କର ଏମିତି ଆହା ପଡ଼ିବ ତମ ଉପରେ, କୋଉ କୂଳରେ ହିଁ ରହିବନି। ଏମିତି ତ ଅଧା ପାଞ୍ଜିରୁ ଗଲଣି, ପୁଣି ପୁରା ପାଞ୍ଜିରୁ ପଳେଇବ। ତମର ସେ ଯେଉଁ ଅକଡ଼, ତମର ସବୁ ଘମଣ୍ଡ ପଣିଆ, ସେଟା ଚୁରଚୁର ହେଇଯିବ। ଆଜ୍ଞା, ରହୁଛି। ନମସ୍କାର। ଆପଣମାନଙ୍କ ମତାମତ ରଖନ୍ତୁ। ଆଉ ଏଭଳି ଲୋକ ଯେଉଁ ମନ୍ତବ୍ୟ ଦେଇଛନ୍ତି ସୋସିଆଲ ମିଡ଼ିଆ ଆଗରେ, ସେ ମନ୍ତବ୍ୟର କେତେ ଯଥାର୍ଥ ଅଛି ସେଇଟା ଆପଣମାନେ ଜଣାଇବେ।